ଜଣାନ୍ତୁ ଦେଖନ୍ତୁ ଗୋଟେ ପଣସଟା ପଡ଼ିଥିଲା ଆମ ପାଖରେ ତ ଧରିଛୁ। ଦେଖନ୍ତୁ ଏ ପଣସଟାକୁ ଏଇଟା ଥିଲା ଆମ ପାଖରେ, ଆମେ ତାକୁ ଧରିଛୁ। ପଣସଟା ନେବୁ ବୋଲି ପାଚି ଯାଇଛି, ଦେଖନ୍ତୁ ପାଚି ଯାଇଛି। ଆଉ ଏଇଠି ସୁବା ସହିତ ପ୍ଲମ୍ବର କାମ କରୁଥିଲା ଆମ ସହିତ, ଜାଣିଥିବେ ଆକୁ। ଆଉ ଦେଖାଉଛି ଆମେମାନେ ଯେଉଁ ବଗିଚାରେ ବସୁ ସବୁବେଳେ, ସେଥିରେ କେଉଁ ଗଛ ଅଛି ଦେଖାଉଛି। ପ୍ରଥମେ ଆପଣ ଦେଖନ୍ତୁ, ପ୍ରଥମେ କାନ୍ଧିଆ ଗଛ ଅଛି ଆମର, ଦେଖନ୍ତୁ କାନ୍ଧିଆ ଗଛ ଦେଖନ୍ତୁ, ଏଇଟା ହେଉଛି ଆମ କାନ୍ଧିଆ ଗଛ। ତାପରେ ଦେଖନ୍ତୁ ପିଜୁଳି ଗଛ ଦୁଇଟା ଅଛି, ଏଇଟା ଗୋଟେ ପିଜୁଳି ଗଛ 1 2। ଜୟ ଜଗନ୍ନାଥ, ସ୍ୱାଗତ କରୁଛି ମୋର ପୁଣି ଗୋଟେ ନୂଆ ଭିଡ଼ିଓରେ। ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ ଏବଂ ଭଲରେ ରୁହନ୍ତୁ ମଧ୍ୟ। ତ ଆସିଗଲା ଆପଣମାନଙ୍କ ଭାଇ ଆଉ ଗୋଟେ ନୂଆ ଭିଡ଼ିଓରେ। ଆଉ ଆପଣମାନେ ତ ଜାଣିଥିବେ କି ନା ଏବେ ମୁଁ ରାଉରକେଲାରେ ଆସିକି ଗାଁରେ ଅଛି। ଆଉ ଯେହେତୁ ବାହାଘର ଥିଲା ସେଥିପାଇଁ ଗାଁକୁ ଆସିଲି। ଆଉ ବାହାଘର ଭିଡ଼ିଓ ତ କିଛି ପକାଇ ପାରିନି, ଦେଖିବା କାଲି ଆଡ଼କୁ ଏଡ଼ିଟିଂ କରି ସେଇଟା ପକାଇବି। ଆଉ ଆମେ ବାରିପଟେ ଯେଉଁଠି ସବୁବେଳେ ବସୁ, ମାନେ ଫୋନ୍ ସବୁ ପିଲାମାନେ ବସି, ଆମ ଗାଁ ପିଲା ସବୁ ବସି ଚଲାଚଲି କରୁ, ସେ ଜାଗାଟା ମୁଁ ଆଜି ଆପଣମାନଙ୍କୁ ଦେଖାଉଛି। ଆଉ ଆପଣମାନେ କେମିତି କ'ଣ ପଣସ ହେଇଛି, ପଣସ ଖାଉଛନ୍ତି ନା ନାହିଁ, ଆପଣମାନେ ନିହାତି କମେଣ୍ଟରେ ଜଣାନ୍ତୁ। ଦେଖନ୍ତୁ ଗୋଟେ ପଣସଟା ପଡ଼ିଥିଲା ଆମ ପାଖରେ ତ ଧରିଛୁ। ଦେଖନ୍ତୁ ଏ ପଣସଟାକୁ, ଏଇଟା ଥିଲା ଆମ ପାଖରେ, ଆମେ ତାକୁ ଧରିଛୁ। ପଣସଟା ନେବୁ ବୋଲି ପାଚି ଯାଇଛି, ଦେଖନ୍ତୁ ପାଚି ଯାଇଛି। ଆଉ ଏଇଠି ସୁବା ସହିତ ପ୍ଲମ୍ବର କାମ କରୁଥିଲା ଆମ ସହିତ, ଜାଣିଥିବେ ଆକୁ। ଦେଖନ୍ତୁ ଏଇ ଗଛରୁ ପଣସ ପଡ଼ୁଛି, ଆଉ ସେଇଠି ଆମର ବଳଦ ଖାଉଛନ୍ତି। ଦେଖନ୍ତୁ ଏଇଠି ଆମେ ବସୁ, ଦେଖନ୍ତୁ କେତେ ସାରା ପଣସ ବସୁ, ଦେଖନ୍ତୁ ସେ ଉପରେ ଦେଖନ୍ତୁ, ସେପଟେ ଅଧା ପଣସ, ଆଉ ଏପଟେ ଅଧା ପଣସ, ଆଉ ଏପଟେ ହେଉଛି ଆମ ଗାଁଟା। ଏଇ ବାରିପଟେ ଆମେ ଏଇଠି ବସୁ, ଏଇଠି ଆମେ ବସିକି ଫୋନ୍ ଯାହା ଚଲେଇବା କଥା, ଗେମ୍ ଫେମ୍ ଖେଳିବା କଥା ଖେଳୁ। ଆଉ 2-3 ଦିନ ପରେ ଆମେ ଯିବୁ ଏଠି ମାନେ ରାଉରକେଲା। ଏବେ ଯେହେତୁ ଯାଇନୁ, କିଛି ଅସୁବିଧା ଅଛି ବୋଲି ଯାଇପାରୁନୁ, ଦେଖିବା ଯିବୁ ଆଉ। ବର୍ଷା ତ ମେଘୁଆ ପାଗ ବି ଦେଇଛି ହାଲକା। ଗାଈ ଦୁରା ମାରି ବୋଲି ହେଉଛନ୍ତି ଛେଳିଟାକୁ, ଗାଈ ନୁହଁ ପୁରା ବଳଦ। ଆଉ ଦେଖାଉଛି ଆମେମାନେ ଯେଉଁ ବଗିଚାରେ ବସୁ ସବୁବେଳେ, ସେଥିରେ କେଉଁ ଗଛ ଅଛି ଦେଖାଉଛି। ପ୍ରଥମେ ଆପଣ ଦେଖନ୍ତୁ, ପ୍ରଥମେ କାନ୍ଧିଆ ଗଛ ଅଛି ଆମର, ଦେଖନ୍ତୁ କାନ୍ଧିଆ ଗଛ ଦେଖନ୍ତୁ, ଏଇଟା ହେଉଛି ଆମ କାନ୍ଧିଆ ଗଛ। ତାପରେ ଦେଖନ୍ତୁ ପିଜୁଳି ଗଛ ଦୁଇଟା ଅଛି, ଏଇଟା ଗୋଟେ ପିଜୁଳି ଗଛ 1 2। ଆଉ ସେପଟେ ସବୁ ଆମ୍ବ ଗଛ ଗୁଡ଼ାକ ଅଛି, ଦେଖନ୍ତୁ ସେପଟେ ଦେଖନ୍ତୁ, ସେଠି ସବୁ ଆମ୍ବ ଗଛ ଗୁଡ଼ା ଅଛି। ଆଉ ଏ ତ ସବୁ ପଣସ ଗଛ, ଆଉ ସେପଟେ ଆମ୍ବ ଗଛ ଦେଖନ୍ତୁ 1 2 3 3ଟା ଆମ୍ବ ଗଛ ଅଛି ସେଇଠି। ସେପଟେ ଗୋଟେ ଧୋଡ଼ାଟେ ଅଛି, ଦେଖୁଛି ଆପଣମାନଙ୍କୁ। କାହା କାହା ଗାଁରେ ମାନେ ଘର ବାରିପଟେ ଏମିତି ଧୋଡ଼ା ଅଛି, ନିହାତି ଭାବେ କମେଣ୍ଟରେ ଜଣାଇଦେବେ। ଦେଖନ୍ତୁ ଏଇଟା ଗୋଟେ ଧୋଡ଼ାଟେ, ଏଠି ସବୁବେଳେ ପାଣି ଯାଏ, ବର୍ଷା ଦିନ ହେଲା ମାନେ ଏଠି ସବୁବେଳେ ପାଣି ଯାଏ ଆମ ଧୋଡ଼ାରେ। ଏଠି ବଡ଼ ଧୋଡ଼ାଟେ, କ୍ୟାମେରା କେମିତି ଜଣା ପଡ଼ିବ, ଦେଖନ୍ତୁ ଏଇଟା ଉଠିକି ସେପଟକୁ ଯାଆନ୍ତି ଲୋକ ସବୁ। ଏଇଟା ହେଉଛି ଧୋଡ଼ାଟା ଆମର, ଏଠି ଲମ୍ବିଛି ସିଆଡ଼େ ଦେଖନ୍ତୁ। ଏସବୁ ଆମ୍ବ ଗଛ, ପଣସ ଗଛ, ତ ଏଭଳିଆ ସବୁ ଅଛି ଆମ ଗାଁରେ ବଗିଚା ଗୋଟେ। ଏଇଠି ଆମେ ବସିକି ସବୁବେଳେ ଗେମ୍ ଫେମ୍ ଖେଳାଖେଳି କରୁ, ପ୍ରାୟ ପିଲା ବସନ୍ତି। ଏଇନା ସବୁ ଯେହେତୁ 12ଟା 1 ଟାଇମ୍ ହେଲାଣି, ତ କେହି ନାହାନ୍ତି ଆଉ। ମେଘୁଆ ପାଗ ଟିକେ ଦେଇଛି, ସବୁ ଯିଏ ଯାଇଛନ୍ତି ଗାଧାଗାଧି କରିବାକୁ। ପଣସ ଗୋଟେ ଧରିଛି ଘରକୁ ନେବି ଖାଇବାକୁ ବୋଲି, ପଡ଼ିଗଲା ଏଇନା ଗଛରେ ଦେଖନ୍ତୁ। ଆହୁରି ପଣସ ଏଇଠି ଗୋଟେ ପଡ଼ିଗଲା, ଆଉ ଗୋଟେ ସେଇଠି ପଡ଼ିଗଲା। ବଳଦ ଏଇନା ଖାଉଥିଲେ, ଦେଖନ୍ତୁ ସେ ବଳଦ ଖାଉଥିଲେ। ତ ଏଭଳିଆ ସବୁ ବସିଛୁ ଏଇନା ଗାଁରେ। କାଲି ଆଡ଼କୁ ଦେଖିବା ଯିବ, ହବ ଯଦି ଯିବୁ ଆମେ ବାହାରକୁ, ମାନେ ରାଉରକେଲା ଯେଉଁଠି କାମ କରୁଥିଲୁ। ଏବେ ତ ଯାଇପାରିନୁ, ଆଉ କ'ଣ କହିବି ଆଉ। ଏବେ ତ ପ୍ରତ୍ୟେକ ଦିନ ବ୍ଲଗ୍ ଆସିପାରୁନି, ଭିଡ଼ିଓ ଆସିପାରୁନି, ଏଡ଼ିଟିଂ କରିବାକୁ ଯେହେତୁ ସମୟ ହେଉନଥିଲା, ବାହାଘରଟା ଚାଲିଥିଲା ବୋଲି। ଏବେଠୁ ଡେଲି କଣ୍ଟିନ୍ୟୁ ଭିଡ଼ିଓ ଆସିବ, ଆପଣ ରହିବେ ସବୁ ଭିଡ଼ିଓରେ। ଆଉ ଭାଇର ଭିଡ଼ିଓ ଯଦି ଆପଣଙ୍କୁ ଟିକେ ଭଲ ଲାଗେ, ତାହେଲେ ନିହାତି କମେଣ୍ଟରେ ଜଣାଇବେ। ଆହୁରି ଭଲ ଭଲ ଭିଡ଼ିଓ ଆଣିବେ ଏବେ। ଆଉ ଗୋଟେ ପାହାଡ଼ ବିଷୟରେ ଆପଣମାନଙ୍କୁ, ସେଇ ବିଷୟରେ ଭିଡ଼ିଓଟା ଆଣିବି, ଗୋଟେ ରହସ୍ୟମୟ ପାହାଡ଼ ବିଷୟରେ। ଆଉ ଏବେ ପାଇଁ ରହିଲି, ଦେଖା ପୁଣି ଆଉ ଗୋଟେ କାଲି ନୂଆ ଭିଡ଼ିଓରେ ଆସୁଛି। ଜୟ ଜଗନ୍ନାଥ।